ଆମ ଦେଶକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ଜବାହରଲାଲ ନେହେରୁ ପିଲାମାନଙ୍କ ପ୍ରତି ବିଶେଷ ଭାବରେ ସେମାନଙ୍କ କଲ୍ୟାଣ, ଅଧିକାର, ଶିକ୍ଷା ଏବଂ ସାମଗ୍ରିକ ଉନ୍ନତି ବିଷୟରେ ଅତ୍ୟନ୍ତ ଉତ୍ସାହୀ ଏବଂ ଉଷ୍ମ ହୃଦୟ ଥିଲେ। ସେ ପ୍ରକୃତିରେ ବହୁତ ପ୍ରେରଣାଦାୟକ ଥିଲେ। ସେ ସବୁବେଳେ କଠିନ ପରିଶ୍ରମ କରୁଥିବା ଏବଂ ସାହସିକ କାର୍ଯ୍ୟ କରୁଥିବା ପିଲାମାନଙ୍କୁ ପ୍ରେରଣା ଦେଇଥିଲେ। ସେ ଭାରତର ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପାଇଁ ବହୁତ ଚିନ୍ତିତ ଥିଲେ। ତେଣୁ ସେ ପିଲାମାନଙ୍କ ପାଇଁ କଠିନ ପରିଶ୍ରମ କରିଥିଲେ, ଯାହାଦ୍ୱାରା ସେମାନେ ସେମାନଙ୍କର ପିଲାଦିନର ଅଧିକାର ପାଇପାରିବେ। ପିଲାମାନଙ୍କ ପ୍ରତି ତାଙ୍କର ନିଃସ୍ୱାର୍ଥପରତା ହେତୁ ତାଙ୍କୁ ଚାଚା ନେହେରୁ ମଧ୍ୟ କହନ୍ତି। ତାଙ୍କ ଜନ୍ମଦିନକୁ